ଲକ୍ଷ୍ମୀଧର ରାଉତଙ୍କ ଯାହା ଥିଲା, ପ୍ରହ୍ଲାଦ ସାହୁଙ୍କ ପାଖରେ କଣ ତାହା ଥିଲା? ଅଖଣ୍ଡ ପୁରୀ ଜିଲ୍ଲାର ସମ୍ରାଟ ପ୍ରହ୍ଲାଦ ସାହୁ, ଅଖଣ୍ଡ କଟକ ଜିଲ୍ଲାର ସମ୍ରାଟ ଲକ୍ଷ୍ମୀଧର ରାଉତ। ପ୍ରହ୍ଲାଦ ସାହୁ ଯେତିକି ଶ୍ଳୋକ ଗାଇବେ, ଲକ୍ଷ୍ମୀଧର ରାଉତ ଆଜି ପର୍ଯ୍ୟନ୍ତ ସେତିକି ଶିଖିଲେଣି। ଲକ୍ଷ୍ମୀଧର ରାଉତ ଯୋଉ ଚାରିପଦ ସୁନ୍ଦର ସୁଲଳିତ କଣ୍ଠରେ ସାବଳିତ ଭାଷାରେ ଯୋଉ ଚାରିପଦ ସାହିତ୍ୟ କହିବେ, ତାହା କଣ କେବେ ପ୍ରହ୍ଲାଦଙ୍କ ସାଙ୍ଗରେ ହେଇପାରିଲା? ତେଣୁ ଚାରିଟା ଗୁଣ ଯଦି ଥିବ ଗୋଟେ ଗାୟକର, ଚାରିଟା କାନ୍ଥ ଠିକ ଥିବ, ତାହେଲେ ସେ ଗାୟକ। ତମର ଟିକେ ମୋ ଗାଇବାଠୁ ତମ ଗାଇବା ଟିକେ ଭଲ, ମୁଁ ମାନୁଛି, ମୋ ଆଡୁ ମୁଁ କହୁଛି, ତମ ଗାଇବା ଟିକେ ଭଲ। ଆଉ ତିନିଟା ଗୁଣ, ତିନିଟା କବାଟ ତମର ଖୋଲା। ଆଉ କିଛି ଜାଣିଛ ତମେ? କିନ୍ତୁ ନୃସିଂହତାର ଗାଇବା ବି ଅଛି। ଯଦି ନଥାନ୍ତା ଏମାନେ ମତେ ବେଣ୍ଟି ମାରିକି ଓଡିଶାରେ କୋଉ ଦିନ ପୋତି ଦିଅନ୍ତେଣି, ହିସାବ ନାହିଁ। ଯାହା ବି ହଉ, ସରିଗଲା ପାଲାର ଜୀବନ। ବୋଧେ ତ ଏଇ ମଞ୍ଚ ଶେଷ ମଞ୍ଚ ତ ହବନି, ଦୋଳବେଦୀ ମୋ ଜୀବନର ଶେଷ ମଞ୍ଚ ହବ। ଆଉ ୟା ପଛକୁ ଚାମର ଧରିବିନି। ସେ ବ୍ରାହ୍ମଣପୁରରେ ଯାଇ ପହଞ୍ଚିଲେ, ଧଳା ନାଗ ଶୋଇଛି, ଧଳା ନାଗ ଉପରେ ଗୋଟେ ଧଳା ମୂର୍ତ୍ତି। କୃଷ୍ଣ କହିଲେ, ଦେଖ ଇଏ କିଏ? କିଏ? ନାଇଁ ତମରି ଭଳିଆ ଦିଶୁଛି। ନା ମୋ ଭଳିଆ ଦିଶୁଛି ଯେ, ମୁଁ ୟାର ଅବତାର। କିନ୍ତୁ ଇଏ କିଏ ଜାଣିଛୁ? ଆଦି ଅନାଦି କାରଣ, ସଗୁଣ ନିର୍ଗୁଣ।